ମଗେଇଦେରେ ପ୍ରଥମ କାର୍ଯ୍ୟକାରିଣୀ ଶାସକ କ'ଣ ସବୁ ଆଲୋଚନା ହେବ ରାଜନୈତିକ ବିଷୟ ନିଶ୍ଚିତ ଭାବରେ ଇଏ ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ କମିଟି ବୈଠକ। ଏଥିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଚର୍ଚ୍ଚା ହେବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନାଡା ବି ଆଜି ପହଞ୍ଚିବେ, ଉଦ୍ଘାଟନ କରିବେ ଏବଂ ଅଫିସ୍ ବେରର ମିଟିଂ ପରେ ଏକ୍ଜିକ୍ୟୁଟିଭ୍ ଆରମ୍ଭ ହେବ, କାଲି ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଆମର ସାଂଗଠନିକ ରାଜନୈତିକ ଅନ୍ୟାନ୍ୟ ଯେଉଁ ବିଷୟରେ ଚର୍ଚ୍ଚା ଆଲୋଚନା ହେବ, ନିର୍ବାଚନ ସମୀକ୍ଷା ସେ ମଧ୍ୟ ଆଲୋଚନା ହେବ ଏବଂ ଯାହା ଯାହା କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ରାଜ୍ୟର କାର୍ଯ୍ୟକ୍ରମ ଏଥିରେ ନୀତିଗତ ଭାବରେ ନିଷ୍ପତ୍ତି ନିଆଯିବ। ଆଗାମୀ ଦିନରେ କାର୍ଯ୍ୟକ୍ରମର ଖସଡ଼ା ତିଆରି ହେବ। ଡବଲ ଇଞ୍ଜିନ୍ ସରକାର ଲୋକଙ୍କର ଭରସା ଅଧିକ ଅଛି, ଏକ୍ସପେକ୍ଟେସନ୍ ଆହୁରି ଅଧିକ ଅଛି ପାର୍ଟି ଉପରେ, ତାକୁ ଗ୍ରାଉଣ୍ଡେଡ୍ କରିବା ଗୋଟେ ବଡ଼ ଚ୍ୟାଲେଞ୍ଜ କି ଆପଣମାନଙ୍କ ଲୋକଙ୍କ ପାଖରେ ରହିବା ପାଇଁ ସରକାର ଆଉ ପାର୍ଟି ଭିତରେ ସମନ୍ୱୟ ଏସବୁ କଥା ଆସିବ। ଏ କାର୍ଯ୍ୟ ସମସ୍ତେ ଆମେ କରିଆସୁଛୁ। ଏ ଆହ୍ୱାନ ସମସ୍ତଙ୍କ ପାଇଁ ଅଛି। ଓଡ଼ିଶାର ଲମ୍ବା ସମୟ ଧରି ଯେଉଁ ମୌଳିକ ସମସ୍ୟାର ସମାଧାନ ହୋଇପାରୁନି ତାକୁ ସମାଧାନ କରିବା ଦିଗରେ ଆମ ଦଳ ଏବଂ ସରକାର ନିଶ୍ଚିତ ଭାବରେ ପ୍ରୟାସ କରିବ। ସଂକଳ୍ପପତ୍ରରେ ଯାହା ଯାହା ଆମେ ଉଲ୍ଲେଖ କରୁଛୁ ଏବଂ ଆବଶ୍ୟକତା ଅନୁସାରେ ଆଜି ଯେଉଁ ସମସ୍ୟା ରାଜ୍ୟରେ ଆସିବ ସାମ୍ନାକୁ ଏବଂ ଯାହାଦ୍ୱାରା ସାଧାରଣ ଲୋକ ଉପକୃତ ହେବେ ସେ ଭିତରେ ନୀତିଗତ ନିଷ୍ପତ୍ତି ନିଆଯିବ ଏବଂ ସେ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ, ଅଗ୍ରାଧିକାର ଦିଆଯିବ ଏବଂ ଏଇଟା ଆମର ସମସ୍ତ ଅନୁଭବୀ କାର୍ଯ୍ୟକର୍ତ୍ତାମାନେ ଯେଉଁ ଆମ ଦେବଦୁର୍ଲଭ ଟିମ୍ ଅଛି ଏବଂ ମନ୍ତ୍ରୀ ପରିଷଦରେ ଯେଉଁମାନେ ଦାୟିତ୍ୱ ନେଇଛନ୍ତି ସେମାନଙ୍କ ଉପରେ ମୋର ବିଶ୍ୱାସ ଅଛି ଯେ ପୁରା ଯାହା ଯାହା ଆମେ ଲୋକଙ୍କ ପାଖରେ କମିଟମେଣ୍ଟ କରିଛୁ ସେ କାର୍ଯ୍ୟ ଆମେ ପୁରା କରିବୁ। ଏବେ ବିଗିନିଂରୁ ଆମେ ଯେଉଁ କାର୍ଯ୍ୟ କହିଥିଲୁ ତା ବିଗିନିଂ ଆରମ୍ଭ ହୋଇଛି ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆମେ ନେଇଛୁ। ଯେମିତି ଆମେ ଜଗନ୍ନାଥ ଦର୍ଶନ ପାଇଁ ଲୋକଙ୍କ ଭିତରେ ଯେଉଁ ଇଏ ଥିଲା, ଦୂରତ୍ୱ ଥିଲା, ତାକୁ ଚାରିଦ୍ୱାର ଖୋଲା ହେଇଛି। 6 ଘଣ୍ଟା ସରକାର ହେବାର 6 ଘଣ୍ଟା ପରେ ଧାନ ଆମେ 31 ଟଙ୍କା କୁଇଣ୍ଟାଲରେ କିଣିବୁ ଯେଉଁ କହିଥିଲୁ ଆମେ ତ କରିଛୁ ଏବଂ 50,000 ଟଙ୍କା ସୁଭଦ୍ରା ଯୋଜନା ଦିଆଯିବ ତା ମଧ୍ୟ ସ୍ଥିତି ନିଆହେଇଛି ଏବଂ ଆମେ କହିଥିଲୁ 500 କୋଟି ଟଙ୍କା ରିଭଲ୍ଭିଂ ଫଣ୍ଡ ରତ୍ନ ଭଣ୍ଡାର ଖୋଲାଯିବ, ତାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ଆମେ ମଧ୍ୟ ଆମ ସଂକଳ୍ପପତ୍ର ଲେଖିଥିଲୁ, ତାକୁ ମଧ୍ୟ କାର୍ଯ୍ୟକାରୀ କରୁଛୁ। ମିନିମମ୍ ୱେଜେସ୍ର ଯେଉଁ କଥା ଆମେ ସାଧାରଣ ଲୋକ ଯେଉଁମାନେ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଏଠି ମଜୁରୀ ହାର ବଢ଼ାଇବା ପାଇଁ ଯେଉଁ ନିଷ୍ପତ୍ତି ଆମେ ନେଇଛୁ ଏବଂ ଅନ୍ୟାନ୍ୟ ଯେଉଁ କାର୍ଯ୍ୟ ଅଛି ପ୍ରତି କ୍ୟାବିନେଟ୍ରେ ନୂଆ ନୂଆ ନିଷ୍ପତ୍ତି ନିଆଯିବ। ପ୍ରତି କ୍ୟାବିନେଟ୍ରେ ଆମ ସଂକଳ୍ପକୁ ପୁରା କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ।